ସେଦିନ ଜୀବନରେ ପ୍ରଥମ ଥର ଖାଇଥିଲି ବାଉଁଶ ଚାଉଳର କ୍ଷୀରି, ମହୁଲ ପୋଡ଼ା ଆଉ କୋଚେଇ କାନ୍ଦା ଏମିତି ବହୁତ କିଛି ଯେଉଁଟା କେବେ ଆଖି କାନ ଉଠିଲା ଦିନୁ ଦେଖିନଥିଲି କି ଖାଇବି ନଥିଲି। ତ ଆଜକୁ ପାଖାପାଖି ବର୍ଷେ ତଳେ ଯାଇଥିଲି ନୂଆପଡ଼ା ଜିଲ୍ଲାର ସେଠଜାମପାଣି ଗାଁକୁ। ଗୋଟେ ଛୋଟିଆ ସୁନ୍ଦର ଗାଁ, ତାଠୁ ବି ସୁନ୍ଦର ସେଟା ରହୁଥିବା ଏଇ ଚୁକ୍ତିଆ ଭୁଞ୍ଜା ଟ୍ରାଇବ୍ର ଲୋକମାନେ। ସେଠି ପହଞ୍ଚୁ ପହଞ୍ଚୁ ସମସ୍ତେ ଅତି ସ୍ନେହ ଆଦରରେ ଆମର ସ୍ୱାଗତ କରିଥିଲେ। ଚା ଗ୍ଲାସଟେ ପିଉ ପିଉ ଦେଖିଲି ସେମାନେ ଆମ ଖାଇବା ପାଇଁ ବହୁତ କିଛି ବନାଉଛନ୍ତି, ଯେମିତିକି ମହୁଲ ପୋଡ଼ା, ସାରୁ ଭଳି ଦେଖାଯାଉଥିବା ଏଇ କୋଚେଇ କାନ୍ଦା, ବାଉଁଶ ଗଛରୁ ମିଳୁଥିବା ଏଇ ବାଞ୍ଜି ଚାଉଳର କ୍ଷୀରି, ଏମିତି ବହୁତ କିଛି ଯାହାର ନାଁ ମୋର ଆଉ ଏବେ ତ ମନେ ନାହିଁ, କିନ୍ତୁ ପୁରା ଗାଁଟା ଯାକର ମାଆ ମାନେ କେମିତି ମିଳିମିଶି ହସ ଖୁସିରେ ଆମ ପାଇଁ ଖାଇବା ବନେଇଥିଲେ ସେଇଟା ଠିକ୍ ମନେ ଅଛି। ଯାହା ବି କୁହନ୍ତୁ ଅତି ସରଳ ମଣିଷ, ତାଠୁ ବି ସରଳ ତାଙ୍କ ଖାଦ୍ୟ ତିଆରି ଶୈଳୀ। ଆମେ ପକାଉଥିବା 15 ପ୍ରକାର ତେଲ ମସଲା ତ କାହିଁ ଦେଖିବାକୁ ପାଇଲିନି। ସେଇଥିପାଇଁ ବୋଧେ ଏମାନେ ରୋଗ ବୈରାଗଠୁ ଏତେ ଦୂରରେ ଅଛନ୍ତି। ଏମିତି ତାଙ୍କୁ ଟିକେ ସାହାଯ୍ୟ କରୁ କରୁ ଧନୁସର ଚଲଉ ଚଲଉ କେତେବେଳେ ଯେ ଖାଇବା ରେଡ଼ି ହେଇଗଲା ସମୟର ଜଣାଇ ପଡ଼ିଲାନି। ପ୍ରତ୍ୟେକ ଖାଦ୍ୟର ଭିନ୍ନ ଭିନ୍ନ ସ୍ୱାଦ। ସେଥିପାଇଁ ତ କଥାରେ ଅଛି, ଯେ ଦେଶେ ଯାଇ ସେ ଫଳ ଖାଇ। ତାପରେ ଆମକୁ ବୁଲେଇ ନେଇଥିଲେ ତାଙ୍କ ଘର ଆଡ଼କୁ। ଲାଇଫ୍ରେ ଏମିତି କିଛିଟା ହିଁ ଜାଗା ଥାଏ ଯେଉଁଠାର ପରିବେଶ ଲୋକମାନଙ୍କୁ ଭୁଲି ହୁଏନି। ଏଇଟା ବୋଧେ ଠିକ୍ ସେମିତି ହିଁ ଜାଗା ଥିଲା। ଜାଣିନି ଆଉ ଥରେ କେବେ ସେଠିକି ଯାଇପାରିବି କି ନାହିଁ, କିନ୍ତୁ ସେଠି ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ତ ସ୍ମୃତି ହେଇକି ଆଜି ମୋ ହୃଦୟରେ ଠିକ୍ ସେମିତି ଅଛି।